ଓକେ। ତ ଆଜି ଆମେ ପଢ଼ିବା ସରଳ ସହ ସମୀକରଣ କିମ୍ବା ଇନ୍ ଇଂଲିଶ ଲିନିୟର ସାଇମultaneous ଇକ୍ୱେସନ୍। ତ ଆମେ ଯଦି ଜାଣିବାକୁ ଚାହିଁବା ଯେ ସମୀକରଣ ମାନେ କ'ଣ, ଆମେ ଜାଣିଛେ ଯେମିତିକି ଆମେମାନେ ବର୍ତ୍ତମାନ କଥା ହେଉଛେ, ଯେମିତିକି ମୁଁ ତୁମ ସହିତ ଓଡ଼ିଆରେ କଥା ହେଉଛି। ତ ଏଇଟା କ'ଣ ହେଉଛି ନା, ମୁଁ ନିଜର ଇମୋସନ୍ ନିଜର ଭାବ ଯାହା ବି ମୁଁ ତୁମକୁ କହିବାକୁ ଚାହୁଁଛି ସେଇଟାକୁ ମୁଁ ଓଡ଼ିଆ ଲାଙ୍ଗୁଏଜରେ ତୁମକୁ କହୁଛି, ଠିକ୍ ଅଛି। ତ ସେମିତି କିଛି ଗୋଟେ ଗ୍ରାଫିକାଲ ଜିନିଷ କିମ୍ବା କିଛି ଗୋଟେ ଅବଜେକ୍ଟ ବସ୍ତୁ କିମ୍ବା ଗୋଟେ ରିଅଲ ୱାର୍ଲଡର କିଛି ବି ଗୋଟେ ଜିନିଷକୁ ଆମେ ଯଦି ସାଇଣ୍ଟିଫିକ୍ ଟର୍ମରେ ଅର୍ ମ୍ୟାଥମେଟିକାଲ ଟର୍ମରେ ତାକୁ ଏକ୍ସପ୍ରେସ୍ କରିବାକୁ ଚାହୁଁଛେ, ଯେମିତିକି ମୁଁ ତୁମ ସହିତ ମନେକର ମୁଁ କହିବି ଏ ପିଲାଟିର ନାମ କ'ଣ। ତ ସେ ପିଲାଟାକୁ ଆମେ ଜାଣିବା କେମିତି, ତାର ପ୍ରପର ଡିଟେଲ୍ସ ମାନେ ତା ବିଷୟରେ ଜାଣିଲେ ତା ଡିଟେଲ୍ ତା ବିଷୟରେ ଜାଣିଲେ ଆମେ ତା ବିଷୟରେ ଜାଣିବା, ତାକୁ ବୁଝିବାକୁ ଟ୍ରାଏ କରିବା। ତ ସେମିତି ମ୍ୟାଥମେଟିକ୍ସରେ ଯେପର୍ଯ୍ୟନ୍ତ ଆମେ ଗୋଟେ ଜିନିଷ କି ବସ୍ତୁ କି ଚିତ୍ର କି କିଛି ବି ହେଇଥାଉ, ତାକୁ ଯେପର୍ଯ୍ୟନ୍ତ ଆମେ ତା ଡିଟେଲ୍ସ ନ ଜାଣିଛେ କି ଆଟଲିଷ୍ଟ କିଏ ସେ ବୋଲି ନ ଜାଣିଛେ, ତେବେ ତାକୁ ବୁଝିବା ଆମର କଷ୍ଟ ହେବ। ତ ସେଥିପାଇଁ ମ୍ୟାଥମେଟିକ୍ସରେ କିଛି ଗୋଟେ ଜିନିଷକୁ ବୁଝିବା ପାଇଁ ଆମେ ତାର ଗୋଟେ ମ୍ୟାଥମେଟିକାଲ ଏକ୍ସପ୍ରେସନ୍ ବ୍ୟବହାର କରୁ, ଯାହାକୁ କୁହାଯାଏ ସମୀକରଣ କିମ୍ବା ଇକ୍ୱେସନ୍। ତ ସମୀକରଣ ମାନେ କ'ଣ ନା, କୌଣସି ଗୋଟେ ବସ୍ତୁ ବା ଅବଜେକ୍ଟ କିମ୍ବା ଚିତ୍ର କିମ୍ବା ଜ୍ୟାମିତିକ ଚିତ୍ର ହେଇଥାଉ, କିଛି ବି ହେଇଥାଉ, ତାର ମ୍ୟାଥମେଟିକାଲ ଏକ୍ସପ୍ରେସନ୍କୁ ସମୀକରଣ କୁହାଯାଏ। ତ ଆମେ ଯଦି ମ୍ୟାଥରେ ଷ୍ଟାର୍ଟ କରିବା, ତ ଜ୍ୟାମିତିରେ ପ୍ରଥମେ ମାନେ ପୁରା ମୂଳ ବସ୍ତୁ କହିଲେ କ'ଣ କୁହାଯାଏ, ସେଇଟା ହେଉଛି ଆମର ବିନ୍ଦୁ, ହଁ ନା ନାହିଁ, ବିନ୍ଦୁ, ଯାହାକୁ ଆମେ ବିନ୍ଦୁ ବୋଲି କହୁ କିମ୍ବା ଇଂରାଜୀରେ ପଏଣ୍ଟ। ତ ମ୍ୟାଥମେଟିକ୍ସ କିମ୍ବା ଜିଓମେଟ୍ରି କିଛି ବି ର ପ୍ରଥମ ଯୋଉଠିକି ଏହା ଷ୍ଟାର୍ଟ କିମ୍ବା ପ୍ରାରମ୍ଭ ହେଇଥିଲା ସେଇଟା ହେଉଛି ବିନ୍ଦୁ। ତ ଆମେ ଫାଷ୍ଟ ବିନ୍ଦୁ ଦେଖ, ବିନ୍ଦୁ କହିବାକୁ ଗଲେ ମୁଁ ଯଦି କହିବି ବିନ୍ଦୁ, ତମେ କେମିତି ଜାଣିବ କୋଉ ବିନ୍ଦୁ? ମାନେ ଏ ୱାର୍ଲଡରେ ତ ବହୁତ ଗୁଡେ ବିନ୍ଦୁ ଏକ୍ଜିଷ୍ଟ କରୁଛନ୍ତି, ମାନେ ବିନ୍ଦୁ କହିବାକୁ ଗଲେ ତ ଜଷ୍ଟ ଗୋଟେ ଛୋଟ ଛୁଞ୍ଚି ମୁନଠୁ ବି ଆହୁରି ଛୋଟ, ତାକୁ କୁହାଯାଏ ବିନ୍ଦୁ। ତ ଏଠି ତ ବହୁତ ଗୁଡେ ବିନ୍ଦୁ, ଏମିତି ଯେମିତି ସ୍କ୍ରିନରେ ମୁଁ ଏମିତି ଡଟ୍ 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 ମାରିବି, ତ ଏଠି ତ ବହୁତ ଗୁଡେ ବିନ୍ଦୁ ଉତ୍ପନ୍ନ ହେଇପାରେ କିମ୍ବା ଏକ୍ଜିଷ୍ଟ କରେ। ତ ପର୍ଟିକୁଲାରଲି ମୁଁ କୋଉ ବିନ୍ଦୁ ବିଷୟରେ କହିବାକୁ ଚାହୁଁଛି, ଠିକ୍ ଅଛି। ତ ସେ ତ ବିନ୍ଦୁଟିକୁ ଆମେ ଜାଣିବା କେମିତି ନା, ସେଥିପାଇଁ ଆମେ ଆମେ ପାଠ ପଢ଼ିଥିବା ସଂଖ୍ୟା ରେଖା। ସଂଖ୍ୟା ରେଖା ମାନେ କ'ଣ ନା, ମୁଁ ଗୋଟିଏ ରେଖା ଟାଣୁଛି, ଠିକ୍ ଅଛି, ଯାହାକୁ ଆମେ ସଂଖ୍ୟା ରେଖା ବୋଲି ବୁଝିବା। ମନେକର ଇଏ ତାର ଆରମ୍ଭ ବିନ୍ଦୁ 0 ବା 0, ତାପରେ ଏହାର ରାଇଟ୍ ସାଇଡ୍ କିମ୍ବା ଡାହାଣ ପାର୍ଶ୍ୱରେ ଥାଏ 1 2 3 4 5, ଏମିତି ଇନଫିନିଟି ଯାଇଥାଏ, ଯେମିତି -1 -2 -3 -4 -5, ଏ ବି ଏମିତି ମାଇନସ୍ ଇନଫିନିଟି ଯାଇଥାଏ। ମୁଁ ଯଦି ଏହାର ନାମକରଣ କରିବି 1 2 3 4 5 -1 -2 -3 -4 -5, ଠିକ୍ ଅଛି। ତ ଯଦି ମୁଁ ଏଠି ବି ଗୋଟେ ବିନ୍ଦୁକୁ ବୁଝିବାକୁ ଟ୍ରାଏ କରିବି, ତ ଏଠି ବି ତ ବହୁତ ଗୁଡେ ବିନ୍ଦୁ ଅଛି। ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ, ଇଏ ଗୋଟେ ବିନ୍ଦୁ, ଏଠି ଗୋଟେ ବିନ୍ଦୁ, ଏଠି ଗୋଟେ ବିନ୍ଦୁ, ଏଠି ଗୋଟେ ବିନ୍ଦୁ, ଏଇ ସଂଖ୍ୟା ରେଖା ଉପରେ ବହୁତ ଗୁଡେ ବିନ୍ଦୁ ଅଛି, ହଁ ନା ନାହିଁ? ତ ପର୍ଟିକୁଲାରଲି ମୁଁ ଯଦି କହିବି ଯେ ଏଇ ବିନ୍ଦୁକୁ ମୁଁ କେମିତି ଜାଣିବି, ତ ମୁଁ କ'ଣ କହିବି ଯେ ଏ ବିନ୍ଦୁଟି ହେଉଛି ସିଏ ଯାହାର କି ଭ୍ୟାଲ୍ୟୁ ହେଉଛି 2 ହେଉଛି। ତମେ ଏଠି ଯଦି ପେନ୍ର ମୁନ ମାନୁଛି, ମୁନ ମାରିଲେ ତମେ ଜାଣିପାରୁଛ ଏଇ ବିନ୍ଦୁ। ବଟ୍ ମୁଁ ତାକୁ ଏକ୍ସପ୍ରେସ୍ କେମିତି କରିବି, ମାନେ ମୁଁ ତ ବସ୍ ତମକୁ ଦେଖେଇ ଦେଉଛି ଯେ ପେନ୍ ମାରିକି କିମ୍ବା ମାନେ ଆକ୍ସନ୍ କରିକି ଦେଖେଇ ଦେଉଛି ଏଇଟା ହେଉଛି ସେ ବିନ୍ଦୁ। ବଟ୍ ମୁଁ ତମକୁ କହିବି କିନ୍ତୁ ମୁଁ ପର୍ଟିକୁଲାରଲି କୋଉ ବିନ୍ଦୁ କଥା କହୁଛି। ତ ସେତେବେଳେ ମୁଁ କ'ଣ କରିବି ନା, ମୁଁ ସେଠି ଲେଖିବି, ମୁଁ କହୁଛି ଏଇଟା ଏଇଟା ହେଉଛି ଆମର ଏକ୍ସ ଆକ୍ସିସ୍ ବି ଆକୁ କୁହାଯାଏ, ଯାହା କୁହାଯାଏ ଏକ୍ସ ଓ ଏକ୍ସ ଡ୍ୟାସ୍। ଏ ଜଷ୍ଟ ଏ ସଂଖ୍ୟା ରେଖାର ନାକରଣ କରାଯାଉଛି। ଏକ୍ସ ମଝିଟାକୁ ଓ କୁହାଯାଏ, ଅରିଜିନ୍ କିମ୍ବା ଆରମ୍ଭ ବିନ୍ଦୁ, ଯୋଉଟା 0 କୁହାଯାଏ। ଆଉ ଏକ୍ସ ଡ୍ୟାସ୍ ହେଉଛି ନେଗେଟିଭ ଡାଇରେକ୍ସନର ଏଣ୍ଡ ପଏଣ୍ଟକୁ ଏକ୍ସ ଡ୍ୟାସ୍ କହୁଛେ। ତ ଯେ ମୁଁ ଯଦି କହିବି
ତ ଏଇ ଯୋଉ ପଏଣ୍ଟ ଅଛି ତ ବହୁତ ଗୁଡେ ପଏଣ୍ଟ ହବ। ତ ମୁଁ ପର୍ଟିକୁଲାର ପଏଣ୍ଟ ଓକେ ଲେଟ୍ସ ସେ ମୁଁ ଏଇ ପଏଣ୍ଟ କଥା କହୁଛି ଠିକ ଅଛି। ମୁଁ 8 ପଏଣ୍ଟ କଥା କହୁଛି ତ ଆକୁ ମୁଁ ଏକ୍ସପ୍ରେସ କେମିତି କରିବି ନା ମୁଁ ଲେଖିବି ଏ ଯୋଉ ଏକ୍ସ ଆକ୍ସିସ୍ ଅଛି ଏଠି ଯୋଉ ଭ୍ୟାଲୁ ନାହିଁ 2 ସେ କଥା କହୁଛି। ତ ଏଥିରୁ ମୁଁ ଯେତେବେଳେ କହୁଛି ଏକ୍ସ ଇକ୍ୱାଲ ଟୁ 2 ତ ମୁଁ କହିଦେଉଛି ଏକ୍ସ ଇକ୍ୱାଲ ଟୁ 2 ତ ମନକୁ କଣ ଆସିଲା ଯେ ହଁ ଏ ସଂଖ୍ୟା ରେଖା ପରେ ଯୋଉଠି ଏକ୍ସ ର ଭ୍ୟାଲୁ 2 ଅଛି ମୁଁ ସେଇ ବିନ୍ଦୁ କଥା କହୁଛି ଠିକ ଅଛି। ତ ଏମିତି ତ ବହୁତ ଗୁଡେ ବିନ୍ଦୁ ହେଇପାରେ ଏମିତି ଏ ବିନ୍ଦୁ ହେଇପାରେ 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 ତ ବହୁତ ଗୁଡେ ବିନ୍ଦୁ ହେଇପାରେ। ମନେକର ମୁଁ ଏଇ 1 ଆଉ 2 ର ଠିକ ମଝି ବିନ୍ଦୁଟା କହିବି ଠିକ ଅଛି। ଯଦି ଏଇ ବିନ୍ଦୁ କଥା କହିବି ଠିକ ଅଛି ତ ଏ ବିନ୍ଦୁର ଭ୍ୟାଲୁ କଣ ହେଇଥିବ 1.5 କିମ୍ବା 1.5 ଯୋଉଟାକି 1 2 ର ଠିକ ମଝିରେ ଏଟାକୁ ଆମେ ଏମିତି ବି ଲେଖିପାରିବା ଭଗ୍ନାଂଶରେ 3/2 ହଁ କି ନାହିଁ। ତ ମୁଁ ମୁଁ ଆକୁ ଲେଖିପାରିବି 3/2 ତ ମୁଁ ଏ ପଏଣ୍ଟ କଥା କହୁଛି ମାନେ ଏ ପଏଣ୍ଟକୁ ମୁଁ କେମିତି ଲେଖିପାରିବି x ଇକ୍ୱାଲ ଟୁ 3/2 ହଁ ନା ନାହିଁ ଲେଖିପାରିବି। ତାପରେ ମୁଁ ଏଠି ମନେକର ଗୋଟେ ପଏଣ୍ଟ ଅଛି এটা ভ্যালু କଣ ହବ -2.5 ହଁ ନା ନାହିଁ এই পয়েন্টটা ভ্যালୁ ମାନେ -2 -3 ঠিক ମଝିଟା ତ ଆକୁ ମୁଁ ଲେଖିପାରିବି କଣ -5/2 ଲେଖିପାରିବି। ତ ଏ ପଏଣ୍ଟଟାକୁ ମୁଁ କେମିତି ଏକ୍ସପ୍ରେସ୍ କରିପାରିବି x ଇକ୍ୱାଲ ଟୁ -5/2 ତ ବୁଝିପାରିଲେ ଆମେ ବିନ୍ଦୁମାନଙ୍କୁ କେମିତି ଅ, ତାକୁ ଡିକ୍ଲେୟାର କରିପାରିବା କିମ୍ବା ତାକୁ ଏକ୍ସପ୍ରେସ୍ କରିପାରିବା ମ୍ୟାଥମେଟିକାଲ ଏକ୍ସପ୍ରେସନରେ। ତ ଏମିତି ତ ମୁଁ ବହୁତ ଗୁଡ଼ିଏ ଏକ୍ସ ର ଭ୍ୟାଲୁ କିଛି ବି ହେଇପାରେ ମାନେ ଏଇ ସଂଖ୍ୟା ରେଖା ପରେ ମୁଁ ଏକ୍ସ ର ଭ୍ୟାଲୁ ଯାହା ଯାହା କହିବି ତମେ ସେଇ ସେଇ ବିନ୍ଦୁ ବୋଲି ବୁଝିପାରିବ। ଏବେ ତ ବୁଝିବାରେ କିଛି ପ୍ରୋବ୍ଲେମ ହବନି। ମୁଁ ତମକୁ ପର୍ଟିକୁଲାର ବିନ୍ଦୁ ଏଠି ପେନ୍ ମାରିକି ଦେଖେଇବା ଛଡ଼ା ମୁଁ ଯଦି ତମକୁ କହିବି ମୁଁ କୋଉ ବିନ୍ଦୁ ବିଷୟରେ କଥାବାର୍ତ୍ତା କରୁଛି ମୁଁ କହୁଛି ମୁଁ ଏକ୍ସ ଇକ୍ୱାଲ ଟୁ 4 କହୁଛି ତମେ ବୁଝିପାରିବ ଯେ ଆମକୁ ସାର୍ କହୁଛନ୍ତି ଯେ ଏଇ ପଏଣ୍ଟ କଥା କହୁଛନ୍ତି ଯୋଉଠିକି ଏକ୍ସ ର ଭ୍ୟାଲୁ 4 ସିମ୍ପଲ ତମେ ବୁଝିଗଲ ଠିକ ଅଛି। ତ ଆମେ ତ ଏମିତି ବହୁତ ଗୁଡ଼ିଏ ଲେଖିପାରିବା ବଟ୍ ଆମେ କ'ଣ କରିବା ନା ଏବେ ସଜେଇକି ଲେଖିବା। ଫାଷ୍ଟ ତ ଆମେ ବେସିକ୍ ଇନଫର୍ମେସନ୍ ଜାଣିଗଲେ କେମିତି ବିନ୍ଦୁକୁ ରିପ୍ରେଜେଣ୍ଟ କରିବା କିମ୍ବା କେମିତି ବିନ୍ଦୁକୁ ଦେଖେଇବା କିମ୍ବା ଜଣକୁ କହିବା ବା ଏକ୍ସପ୍ରେସ୍ କରିବା। ଏବେ ତାକୁ ସଜେଇବା ଯେ ମୋ ଏକ୍ସପ୍ରେସନଟା ଅଧିକ ସୁନ୍ଦର କେମିତି ଦେଖାଯିବ। ତ ମୁଁ ଲେଖିବି ଯେ ଏକ୍ସ ଇକ୍ୱାଲ୍ ଟୁ ଲେଟ୍ସ ମୁଁ ଏଇ -5/2ଟା ନେଉଛି -5/2 ସୁନ୍ଦର ଭାବରେ କେମିତି ଲେଖିପାରିବି ମୁଁ ଏଠି ଲେଖିବି 2 କି ନେଇ ସେପଟେ x ସହିତ ଗୁଣନ କରିଦେବି। ଏଇଟା ତ ତମେ ନବମ କ୍ଲାସରେ ପଢ଼ିଥିବ ଯେ ଆଗରୁ ବି ତମର ଅଭ୍ୟାସ ଥିବ ଯେ ଉଭୟ ପାର୍ଶ୍ୱରେ 2 ଯଦି ମୁଁ ଇଣ୍ଟୁ କରିବି ତ କିଛି ଫରକ ପଡ଼ୁନି ତ ଏଠି ମୁଁ 2 ଇଣ୍ଟୁ କରିବି ଏଠି ବି 2 ଇଣ୍ଟୁ କରିବି ଏ 2 କି 2 କଟିଯିବ ହବ 2x ଇକ୍ୱାଲ୍ ଟୁ -5 ଠିକ ଅଛି। ଆକୁ ଯଦି ପୁଣି -5 କି ଏପଟକୁ ନେଇ ଆସିବି ଏଇଟା ହେଇଯିବ 2x ପ୍ଲସ୍ 5 ଇକ୍ୱାଲ୍ ଟୁ 0 ବୁଝିପାରିଲ। ଏବେ ଇକ୍ୱେସନଟା ମାନେ ପ୍ରପରଲି ଗୋଟେ ବ୍ୟୁଟିଫୁଲ ୱେରେ ଦେଖାଯାଉଛି ମାନେ ପ୍ରପର ଗୋଟେ ମାନେ ସଜା ହେଇକି ଲେଖା ହେଇଥାଏ ଗୋଟେ ଇକ୍ୱେସନ ଭଳିଆ ଦେଖାଯାଉଛି ହଁ କି ନାହିଁ ଠିକ ଅଛି। ତ ଆମେ ଏମିତି ଲେଖିପାରିବା ତ ନର୍ମାଲି ପଏଣ୍ଟ ଏଇଟା ହେଉଛି ଗୋଟିଏ ପଏଣ୍ଟ କିମ୍ବା ଗୋଟିଏ ବିନ୍ଦୁର ମ୍ୟାଥମେଟିକାଲ ପ୍ରପର ଏକ୍ସପ୍ରେସନ ଯୋଉଟାକି ଆମେ ଲେଖିଥାଉ ax ପ୍ଲସ୍ b ଇକ୍ୱାଲ୍ ଟୁ 0 ବୁଝିପାରିଲ। ଏଟା ହେଉଛି ଆମର ଫାର୍ଷ୍ଟ ଇକ୍ୱେସନ୍ ଯୋଉଟାକି ଆମେ ଏ ପର୍ଯ୍ୟନ୍ତ ଡେରାଇଭ୍ କରିଛେ ନିଜକୁ ଇକ୍ୱେସନ୍ ଏ ଦେଉଛି ଠିକ ଅଛି। ତ ଆମେ ଏଠାରୁ ଗୋଟିଏ ପାଇଲେ ଯେ ax ପ୍ଲସ୍ b ଇକ୍ୱାଲ୍ ଟୁ 0 ଆମର ନର୍ମାଲ ଏକ୍ସପ୍ରେସନ୍ ଠିକ ଅଛି। ଏଟା ହେଉଛି ନର୍ମାଲ ଗୋଟେ ପଏଣ୍ଟ କିମ୍ବା ବିନ୍ଦୁର ମ୍ୟାଥମେଟିକାଲ ଏକ୍ସପ୍ରେସନ୍। ଏଠାରେ ଗୋଟେ କଣ୍ଡିସନକୁ ମିଟ୍ କରିବା ଦରକାର ଯେ ଏଥିରେ a ଯୋଉଟାକି x ସହିତ ଅଛି ଯାହାକୁ ସହଗ ବୋଲି ବି କୁହାଯାଏ ସେଇଟା 0 ନ ହେଇଥିବା ଦରକାର। ଏଟା ହେଉଛି କଣ୍ଡିସନ ଠିକ ଅଛି। ଏ କଣ୍ଡିସନ ସବୁବେଳେ ଫୁଲଫିଲ୍ ହେଉଥିବା ଦରକାର ଠିକ ଅଛି। ଏ କଣ୍ଡିସନ ଫୁଲଫିଲ୍ ନହେଲେ ଏ 0 ହେଲେ କ'ଣ ହବ ନା ଦେଖ এটা 0 ହେଇଗଲା ତା ଅର୍ଥ ଏଇଟା କ'ଣ ହେଇଯିବ 0 0 ଇଣ୍ଟୁ ଏକ୍ସ ପ୍ଲସ୍ ବି ର ଭ୍ୟାଲୁ କିଛି ବି ହେଇଥିବ 5 6 ଲେଟ୍ସ ସେ 5 ତ ଏଇଟା କ'ଣ ହେଇଯିବ ଏଇଟା ଆମେ ଯଦି 0 ଲେଖିବା ତ 0 ସହିତ କିଛି ବି ତ ଇଣ୍ଟୁ ହେଲେ ଏଇଟା 0 ହେଇଗଲା ତ ଫାଇନାଲ ଆମର କ'ଣ ଅଛି 5 ଇକ୍ୱାଲ୍ ଟୁ 0 ଏଟା ତ ଅସମ୍ଭବ ନା ଇମ୍ପସିବଲ୍
सो ଏଇଟା ତ ଇମ୍ପସିବଲ୍। ତ ଆମକୁ ପ୍ରପରଲି ଏକ୍ସକୁ ଏକ୍ଜିଷ୍ଟ କରିବାକୁ ପଡ଼ିବ, ମାନେ ଏକ୍ସଟା ଯେମିତି ରହୁଥିବ। ତ ଏକ୍ସଟା କେତେବେଳେ ରହିବ? ଯେତେବେଳେ ତାର ସହଗ କିମ୍ବା ତା ସାଥିରେ ଥିବା ସଂଖ୍ୟାଟି ଜିରୋ ହବନି। ଏ ଆଉ କିଛି ବି ହେଇଥାଉ, ସେ ତ ଏକ୍ସ ସହିତ ରହିବ ନା। ତ ଏକ୍ସଟା ସବୁ ଏକ୍ଜିଷ୍ଟ କରିଥିବା ଦରକାର। ଯେତେବେଳେ ଏକ୍ସ ହିଁ ଏକ୍ଜିଷ୍ଟ କରିବନି, ଆମେ କୋଉ ପଏଣ୍ଟକୁ ଦେଖେଇବା? ତ ସେଥିପାଇଁ ଏଟା ଜିରୋ ହେଇନଥିବା ଦରକାର। ଠିକ ଅଛି, ତ ଏଇଟା ହେଉଛି ଆମର ଗୋଟେ ନର୍ମାଲ ଇକ୍ୱେସନ୍। ଆଉ ଏଠି ଯଦି ମୁଁ ପ୍ରପରଲି ଲେଖିବି, ଏ ଯେଉଁ ଏ କୁ କୁହାଯାଏ ସହଗ ବା ଇଂଲିଶରେ କୋଏଫିସିଏଣ୍ଟ। ସ୍ପେଲିଂ ଦେଖିଦେବ, ବଟ୍ ମୋଷ୍ଟ ପ୍ରୋବାବଲି ଠିକ୍ ହିଁ ଅଛି। ଆଉ ବି ଯେଉଁଟା ହେଇଥାଏ, ଏ ବି ତାକୁ କୁହାଯାଏ, ଯଦି ମୁଁ ବି କୁ ଲେଖିବି ଏଠି, ବି କୁ କୁହାଯାଏ ଧ୍ରୁବକ ରାଶି। ଠିକ୍ ଅଛି, और इंग्लिश को कन्स्टाट। ठीक है, ये बस टर्मिनोलॉजी तुम जानी दरकार टर्म को। तो आम जानीगले गोटे पॉइंट को आम एमती रिप्रेजेंट करवा, एक्स प्लस बी इक्वल टू जीरो, जोटा कि आम सल्व करके एक्स वैल्यू को पाइपर, जोटा माइनस बी बाय ए। यहाँ तो सल्यूशन हम जो बी को सपोर्ट नहीं माइनस बी बाय ए। तुम जानीगल जे यहाँ हूँ प्रॉपर गोटे बिंदुर मैथमेटिकल एक्सप्रेशन, जोटा कि आम सजेक लिखिले एमती लिख, और नॉर्मली एक्स्ट्रा वैल्यू देन पाइबा चाहूँ ताहले आम एमती सॉल्व करके पाऊ। ठीक अच्छे, ये प्रॉपर प्रीवियस नॉलेज, माने आम आगुरी ये बेसिक नॉलेज थिबा दरकार, जोटा कि तुम अष्टम कि नवम माने 9th क्लास में पढ़ी थो मोस्ट प्रोबेबली। जदि भी पढ़ी ना मुझे रिवाइज करदेवी। ठीक अच्छे, एवं आम जा गोटे स्टेप आगू को, जोटा कि आमर बहिर 10th श्रेणी बहिर फर्स्ट चैप्टर सरल सह समीकरण विषय आगू पढ़ा। तो एपर्यंत आम जहाँ भी डिस्कस कले ना, ताहा हूँ बस गोटे सरल रेखा, बस गोटे सरल रेखा उपर, माने जोटा को जब मुझे एक्सप्रेस करके मैथमेटिकल टर्म रे कहबी, आम केवल वन डायमेंशन विषय कथा हेले। कौनटा ना वन डी कह जाए, वन डायमेंशन। ठीक अच्छे, एमती बहुत गुड डायमेंशन अच्छे, 2D 3D, माने 2 डायमेंशन 3 डायमेंशन, जोटा कि आम फ्यूचर क्लासेस 2D मोस्ट प्रोबेबली 2D विषय बेसिक माने 2D विषय किसी ना कि तो आम पढ़ा 10th श्रेणी, बट तुम हायर एजुकेशन पाइब, सॉरी जो हायर एजुकेशन पाइब माने +1 +2 और 11 12 को जीव, से 2D 3D विषय प्रॉपर नॉलेज पाइब। तो एबे एबे आमे जो कथा है जहाँ भी एक्स गोटे पॉइंट, आम एक्स को एपरी माने एक्स को केमती रिप्रेजेंट करू इन द फॉर्म ऑफ पॉइंट, माने पॉइंट रे केमती बिंदु रे केमती एक्सप्रेस करू, सेटा केवल गोटे लाइन ऊपर, गोटे लाइन ऊपर कहया गले कोन मु कहया चाहूची ना, आमे जहाँ भी एपर्यंत कथा है आमे बस गोटे एक्स एक्सिस ऊपर, जोटा कि संख्या रेखा एक्स एक्सिस आमे पाई परिबा, ता विषय कथा है माने आमे कहले एक्स आ एक्स डैश लाइन अछि। लेट्स से मु आ ऊपर कौन भी पॉइंट कथा कहूँ, ठीक अच्छे, आ ऊपर कौन भी कहूँ, माने ये जो पॉइंटा अच्छे नाली बिंदु जोटा रेड पॉइंट, ये ना केवल ए एक्सिस ऊपर ही मुव कर, माने ए एक्सिस ऊपर ही कौन बिंदु होइथिबो, माने एठी केवल ए बिंदु पाखे माने हक अच्छे जे से केवल ए गोटे डायमेंशन में मुव कर परिबो, जोटा कि आम वन डायमेंशन कहते। ठीक अच्छे, माने एक्सटा केवल जो पॉइंट केवल एक्स एक्सिस एक्स एक्स जो एक्सिस में ड्र कर, केवल से लाइन ही मुव कर आगे जापरनि। तो ये केवल से पॉइंट माने ये फ्रीडम कौन अच्छे स्वाधीनता कौन अच्छे ना, से केवल ए एक्सिस ही मुव कर। एबे आमे जो गोटे गोटे स्टेप आगू जावा, आमे कहे ना तू माने एठी केवल से केवल लेफ्ट राइट मुव कर पारथला, मोस्ट प्रोबेबली राइट नेगेटिव डायरेक्शन में गले लेफ्ट, माने राइट लेफ्ट राइट लेफ्ट एमती मुव कर पारथला। एमे ताको एबे ताको फ्रीडम दवा जे तू एबे ऊपर को तळको भी मुव कर परिबो, ता माने से एमती तो एमती हो ही थिला। ठीक अच्छे, एमती एमती तो जीवा से कर ही पारुचे, एबे से ऊपर तळको भी जाय परिबो, माने डाहण को जीवो ऊपर जीवो, डाहण जीवो ऊपर जीवो, बाँ आसीबो, माने से एबे डाहण बाँ ऊपर तळ। ठीक अच्छे, कौन भी जगह हो जाए। तो एबे आमे एक्स जेतबेले हमको केवल गोटे डायमेंशन थिला, तो आमे एक्स एक्सिस यूज करथिले, एबे तादरे आमे आ गोटे
डायमेंशन ऐड करिया जोटा को जाए वाई एक्सिस ठीक अच्छे। तो आम से केमती रिप्रेजेंट करूँ मुझे गोटे वाई एक्सिस ड्र कर ठीक अच्छे। यहाँ को जाए वाई आउ एक्स आउ वाई जो इंटरसेक्ट करवा मिसी जो मिसी था दुईटा छेद बिंदु को जाए आउ छेद बिंदु को ओ कहे जोटा कि ऑरिजिन कि आरंभ बिंदु जोटार स्थानांक होता है 0 0 0 और यहाँ नेगेटिव को जाए वाई डैश तार्थ एबे ए पॉइंट पाखे कौन अच्छी ना मुझे एक्स डायरेक्शन रे माने एक्स डायमेंशन में मूव कर ही पारिबी एबे मु वाई डायमेंशन भी मूव कर पारिबी ठीक अछि। तो ए पॉइंट एबे बहुत जगह माने इंडिपेंडेंटली कुआडे भी बुली पारे ठीक अछि। एमती जाई पारे ऊपर जाई पारे तळ जाई पारे ठीक अछि। तो आमे एपर्यंत जहाँ भी डिस्कस कले आमे वन डायमेंशन ऊपर डिस्कस करथिले जे पॉइंट तार एक्सप्रेशन आमे जो पढिले एक्स प्लस बी इक्वल टू 0 पढ़िले जो एक्स प्लस बी इक्वल टू 0 जहाँ भी जो पढ़िले से सब थिला हमर वन डायमेंशन ऊपर ठीक अछि। एबे जेतेबेले माने जेतेबेले वन डायमेंशन थिला सेति से केवल एक्स गोटे वेरिएबल एक्जिस्ट करथला ठीक अछि। आउ आमे सेतेबेले ताको पॉइंट कहथिले जेतेबेले वन डायमेंशन थिला एबे जेतेबेले टू डायमेंशन को पढै आसिला सेतेबेले आ गोटे जिंस ऐड हबो जेटा वाई सेटा हम डिस्कस करिबा। तो से जो मुझे कहली तुमको कि मु तुमको ए पर्यंत कहली कि बिंदुर मैथमेटिकल एक्सप्रेशन मैं तुमको वन डायमेंशन में बुझेली एबे बिंदु जिते टू डायमेंशन में मुव कर से बहुत गुरे वे मुव करें से माने एमती 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 माने बहुत कुआडे कुआडे केमती कौन एमती मुव करें बट आमे तादर किछिटा पॉइंट माने आमे तादर किछिटा को नॉर्मलाइज करी माने ऑलरेडी मैथमेटिशियन माने फिजिशियन माने ताको ऑलरेडी नॉर्मलाइज करके बहुत गुड़े ज्यामितिक चित्र को ऑब्जर्व कर सारी से गुड़ाक कौन ना आम जब देखा ये बिंदु बिंदु नहीं करी पारे कौन ना गोटे सरल रेखा हो पारे कि जोटा आम स्ट्रेट लाइन कहू सरल रेखा हो पारे ठीक अच्छे कि ये बिंदु बिंदु मिसी गोटे त्रिभुज हो पारे कि ट्रायंगल जहाँ कह जाए वेट इज सेकेंड ओके ट्रायंगल ट्रायंगल जहाँ कह जाए कि वृत्त कि सर्कल हो पारे माने जोटा को आम केवल गोटे समतल ही रखिपर माने लेट्स से तुम खाता तुम पाखे थी खाता उपर जोटा केवल आम पेन द्वारा ही अंकन कर जोटा कि डाण बाँ जापर आ ऊपर तल जापर माने आम पेन को आम डाण को बाँ को नहीं पारे ऊपर तल को नहीं सेटा को किसी चित्र अंकन कर बहुत गुड़े तो हो पार मैं बस किटार एग्जांपल दूसरी और चतुर्भुज हो गला और षडभुज एमती बहुत गुड़े पंचभुज षडभुज सप्तभुज बहुत गुड़े हो पारे आउ कौन चित्र अच्छे जमती कि लेट्स से आ गोटे हाँ आमर गोटे रश्मि भी अच्छी रे जोटा कि जस्ट ए पार्ट ऑफ स्ट्रेट लाइन माने स्ट्रेट लाइन तो दी पट को मूव कर माने दी पट को ओपन थाए बट यहाँ सिंगल ओपन थाए वन डायरेक्शन तो एमती बहुत गुड़े पड़िया माने एक्जिस्ट करे टू डायमेंशन रे एबे हमर हो गला टू डायमेंशन 2D है 2D रे कौन ना गोटे एक्स डायरेक्शन थाए एक्स डायमेंशन थाए आ गोटे वाई डायमेंशन थाए ठीक अच्छे। तो आमे आमे जो कुछ सरल समीकरण आ दशम मोस्ट प्रोबेबली आमे जहाँ भी पढ़ा सेटा आमर ए सरल रेखा उपर ही निर्भर माने आमे तो माने कंप्लीट तो माने कंप्लीट तो पढ़ानी माने 50 to 60% था दशम श्रेणी पढ़ा बाकी हायर एजुकेशन में पढ़ा आ वृत्त विषय कि सर्कल विषय कि ज्यामिति पढ़ा बट जिते आम दशम पर हायर एजुकेशन जा बाकी सब जितक भी एक्जिस्ट कर विषय प्रॉपर्ली पढ़ा से तो आउ डायमेंशन आड भी हम 3 डायमेंशन विषय भी पढ़ा तो ये बुझीगले ये गोटे डायमेंशन आड हो गला ठीक अच्छे। तो ये पढ़ा आमर सरल रेखा विषय प्रॉपर्ली पढ़ा तो देख मुझे बिंदु विषय कहती वन डायमेंशन रे मुझे बिंदु विषय कहली पॉइंट विषय कहली तुम कहल आमर कौन बाहर ना एक्स प्लस बी इक्वल टू 0 बाहर ए आम पाखे 2D हो गला माने गोटे डायमेंशन आड हो गला तो आम जिते आम केवल एक्स वैल्यू कहते -5/2
ତମେ ବୁଝିଯାଉଥିଲେ ଯେ ହଁ ଆମର ତ ଗୋଟେ ହିଁ ଡାଇମେନସନ୍ ଅଛି ଆଉ କୁଆଡ଼େ ବିଷୟରେ ଚିନ୍ତା କରିବାର ନାହିଁ। ଏବେ ଆମର ଭାରି ଦୁଇଟା ଡାଇମେନସନ୍ ଅଛି। ତ ଏ ବିନ୍ଦୁକୁ ଆମେ ଚିହ୍ନିବା କେମିତି? ମାନେ ଏଇ ଯେଉଁ ବିନ୍ଦୁ, ଏଇ ବିନ୍ଦୁଟା ମନେକର ଏଇଠି ଅଛି। ଏକ୍ସ ଆକ୍ସିସ୍ ଥିଲାବେଳେ ସିନା ଏକ୍ସର ଭ୍ୟାଲୁ କହୁଛେ, ଏବେ ଯେତେବେଳେ ଏଠି ଅଛି ଏବେ ଏକ୍ସ ଟୁ ଏକ୍ସ ତ ଡାଇରେକ୍ସନରେ ତ ଜିରୋ, ମାନେ ସବୁବେଳେ ଷ୍ଟାର୍ଟିଂ କରିଥାଏ ଜିରୋରୁ, ଜିରୋରୁ ମାନେ ଅରିଜିନରୁ ଷ୍ଟାର୍ଟିଂ କରିଥାଏ ଏକ୍ସ ତ ଏ ଯାଇ ଆସିଛି। ଠିକ୍ ଅଛି, ମାନେ ଏଇଠୁ ଷ୍ଟାର୍ଟ ହେଇକରି ଏକ୍ସରେ ତ ଏ ଯାଇ ଆସିଛି ହିଁ ଆସିଛି, ତାପରେ ୱାଇରେ ବି ଏତକ ଯାଇଛି, ହଁ ନା? ତ ଏଇଟାକୁ ଆମେ କେମିତି ଏକ୍ସପ୍ରେସ୍ କରିବା ନା ଏକ୍ସ ମାନେ ଏକ୍ସରେ କେତେ ଯାଇଛି କମା ୱାଇରେ କେତେ ଯାଇଛି, ବୁଝିଲ? ତ ଟୁ ଡାଇମେନସନରେ ଆମେ ବିନ୍ଦୁକୁ କେମିତି ରିପ୍ରେଜେଣ୍ଟ କରୁ ନା ଏକ୍ସ କମା ୱାଇରେ। ଠିକ୍ ଅଛି, ମାନେ ଏକ୍ସର ଭ୍ୟାଲୁ କେତେ ୱାଇର ଭ୍ୟାଲୁ କେତେ, ହଁ ନା? ତ ଆମେ ତାକୁ ବୁଝିଥାଉ ଏକ୍ସ କମା ୱାଇରେ। ୱାନ୍ ଡାଇମେନସନରେ କେବଳ ଏକ୍ସ, ବିକଜ ସେତେବେଳେ ଡାଇମେନସନ୍ ଗୋଟା ହିଁ ଥିଲା। ଟୁ ଡାଇମେନସନରେ ଏକ୍ସ କମା ୱାଇ। ଏପର୍ଯ୍ୟନ୍ତ ଆମେ ଯାହା ବି ଡିସ୍କସନ୍ କରିଥିଲେ ତାହା ୱାନ୍ ଡାଇମେନସନରେ ଥିଲା। ତ ସେଥିପାଇଁ ଏଠି ଯେଉଁ ଇକ୍ୱେସନରେ ୱାନ୍ ଡାଇମେନସନ୍ ଇକ୍ୱେସନରେ ଯେଉଁ ଭେରିଏବଲ୍ ଆସିଥିଲା ସେ ବି ଗୋଟିଏ ହିଁ ଥିଲା, ଯେଉଁଟାକି ଥିଲା ଆମର ଏକ୍ସ। ଠିକ୍ ଅଛି, ମାନେ ୱାନ୍ ଡାଇମେନସନ୍ ମାନେ କ'ଣ ନା ଆମେ ଯାହା ବି ଡିସ୍କସନ୍ କରିବା, ଯେଉଁ ବି ଇକ୍ୱେସନ୍ କାଢ଼ିବା ସେଇଟା ତା ମାନେ କ'ଣ ନା ସେ କେବଳ ଗୋଟିଏ ରେଖା ଉପରେ ରହୁଥିବ, ଯେଉଁଟାକି ଆମର ଏକ୍ସ ଆକ୍ସିସ୍ ଥିଲା, ଆମେ ପୂର୍ବ ଏକ୍ଜାମ୍ପଲରୁ ଜାଣିଛେ। ଏବେ ଆମର ପାଖରେ ଯେତେବେଳେ ଦୁଇଟା ଆକ୍ସିସ୍ ହେଇଗଲା, ମାନେ ଏକ୍ସ ଆକ୍ସିସ୍ ହେଇଗଲା ୱାଇ ଆକ୍ସିସ୍ ବି ହେଇଗଲା, ତ ଆମ ପାଖରେ ଭେରିଏବଲ୍ ବି ଦୁଇଟା ଆସିବ। ମାନେ ଯେତେବେଳେ ୱାନ୍ ଡାଇମେନସନରେ ଗୋଟେ ଭେରିଏବଲ୍ ଥିଲା, କାରଣ ଆମ ପାଖରେ ଗୋଟେ ଆକ୍ସିସ୍ ଥିଲା। ଏବେ ଯେତେବେଳେ ଆମେ ଟୁ ଡାଇମେନସନକୁ ପଳେଇ ଆସିଲେ, ମାନେ ଏକ ସମତଳକୁ ପଳେଇ ଆସିଲେ, ତ ଏଠି ଆମର ଦୁଇଟା ଡାଇମେନସନ୍ ଏବେ ରହିଲା, କିମ୍ବା ଦୁଇଟା ଆକ୍ସିସ୍ ରହିଲା, ଯାହାକୁ ଆମେ ଏକ୍ସ କମା ୱାଇ କହୁଛୁ, ଆଉ ଆମର ଯେଉଁ ବିନ୍ଦୁକୁ ବି ଆମେ ଏକ୍ସ କମା ୱାଇରେ ହିଁ ଦର୍ଶାଉଛେ। ତ ଆମର ଏବେ ଇକ୍ୱେସନ୍ କ'ଣ ହେବ ନା ସେଥିରେ ବି ଆଉ ଗୋଟେ ଭେରିଏବଲ୍ ଆଡ଼୍ ହେଇଯିବ, ସେଟା କ'ଣ ନା ଆମର ୱାଇ। ତ ଆମେ ଇକ୍ୱେସନ୍କୁ କେମିତି ଲେଖିବା ନା ପୂର୍ବ ଭଳି ଆମେ ଲେଖିବା ଏ ଏକ୍ସ ପ୍ଲସ୍, ଯେହେତୁ ଆମର ଆଉ ଗୋଟେ ଭେରିଏବଲ୍ ଆଡ଼୍ ହେଇଯିବ ଆକ୍ସିସ୍ କିମ୍ବା ଟୁ ଡାଇମେନସନ୍ ପାଇଁ, ତ ଏଠି ଆମର ଆଉ ଗୋଟେ ହେଇଯିବ ବି ୱାଇ ପ୍ଲସ୍ ସି ଇକ୍ୱାଲ୍ ଟୁ ଜିରୋ। ତ ଏଇଟା କ'ଣ ନା ଏଇଟା ହେଉଛି ଆମ ସମତଳରେ ଥିବା ଏକ ସରଳ ରେଖାର ଇକ୍ୱେସନ୍ କିମ୍ବା ସମୀକରଣ କିମ୍ବା ମ୍ୟାଥମେଟିକାଲ୍ ଏକ୍ସପ୍ରେସନ୍। ଠିକ୍ ଅଛି, ତ ଏଇଟା ହେଉଛି ଆମର ଏକ ଇକ୍ୱେସନ୍ ଅଫ୍ ଏ ଷ୍ଟ୍ରେଟ୍ ଲାଇନ୍, କିମ୍ବା ଆମେ ଏହାକୁ ଓଡ଼ିଆରେ ଲେଖିପାରିବା ସରଳ ରେଖାର ସମୀକରଣ। ଠିକ୍ ଅଛି, ଆମେ ବୁଝିଗଲେ ଆମ ସରଳ ରେଖାର ସମୀକରଣ କେମିତି କ'ଣ କରିବା ଆମେ ବୁଝିପାରିଲେ। ଦେଖ ଏଇ ଯେଉଁ ଇକ୍ୱେସନ୍ଟା ଆସିଛି ଏ ଏକ୍ସ ପ୍ଲସ୍ ବି ୱାଇ ପ୍ଲସ୍ ସି, ଠିକ୍ ଅଛି, ଏଟାକୁ ମାନେ ଏମିତି ତ ମୁଁ ମନକୁ ଲେଖିଦେଲିନି, ତ ମୁଁ ତ ବୁଝେଇଦେଲି ମୁଁ ଯେ ଆଉ ଗୋଟେ ଡାଇମେନସନ୍ ଯେହେତୁ ଆଡ଼୍ ହେଲା ଆଉ ଗୋଟେ ଭେରିଏବଲ୍ ବି ଆଡ଼୍ ହେବ, ବଟ୍ ଆର ନା ପ୍ରପର୍ ଡେରିଭେସନ୍ ବି ଅଛି। ମାନେ ଇକ୍ୱେସନ୍ଟା ପ୍ରପର୍ଲି ଆସିଲା କେମିତି, ମାନେ ମନ ଇଚ୍ଛା ଏମିତି ଲେଖିଦେଲି ନା, ତା ପ୍ରପର୍ ଡେରିଭେସନ୍ ଅଛି, ବଟ୍ ବର୍ତ୍ତମାନ ମୁହୂର୍ତ୍ତରେ ଆମର ଡେରିଭେସନ୍ଟା ଏତେ ଇମ୍ପୋର୍ଟାଣ୍ଟ ନାହିଁ। ବାସ୍ ଆମେ ଏ ସରଳରେଖା ବିଷୟରେ ପଢ଼ିବା, ଫ୍ୟୁଚର୍ରେ ଯେତେବେଳେ ରିକ୍ୱାରମେଣ୍ଟ ଆସିବ ମୁଁ ସେତେବେଳେ ପ୍ରପର୍ ଡେରିଭେସନ୍ ଦେଖେଇଦେବି, କିମ୍ବା ତୁମମାନଙ୍କ ଏକ୍ସଟ୍ରା ନଲେଜ୍ ପାଇଁ ମୁଁ ଅଲଗା ଏକ ଭିଡ଼ିଓ କରିକି ସେଥିରେ ପ୍ରପର୍ ଡେରିଭେସନ୍ଟା ଛାଡ଼ିଦେବି। ଠିକ୍ ଅଛି, ତ ଏଠି କ'ଣ ହେଇଛି ନା ଏଠି ଆମେ ଏବେ କିଛି ଟର୍ମ ବିଷୟରେ ପଢ଼ିବା, ଯେମିତିକି ଆମେ ୱାନ୍ ଡାଇମେନସନ୍ରେ ଯେତେବେଳେ ଏ ଇକ୍ୱେସନ୍ଟି ପଢ଼ିଥିଲେ ଆମେ ଜାଣିଥିଲେ ଏ ହେଉଛି ଏକ୍ସର ସହଗ, ବି ହେଉଛି ଧ୍ରୁବକ ରାଶି ବା କନଷ୍ଟାଣ୍ଟ। ତ ଏଠି କ'ଣ କରାଯାଏ ନା ଏଠି ଯେଉଁ ଏଟି ଅଛି ତାକୁ କୁହାଯାଏ ଏକ୍ସର ସହଗ, କିମ୍ବା ଇଂରାଜୀରେ ଏକ୍ସ କୋଏଫିସିଏଣ୍ଟ। ଠିକ୍ ଅଛି, ସେମିତି ବି କି କ'ଣ କୁହାଯାଏ ନା ୱାଇର ସହଗ କିମ୍ବା ୱାଇ କୋଏଫିସିଏଣ୍ଟ। ଆଉ ସି କୁ କ'ଣ କୁହାଯାଏ ନା କନଷ୍ଟାଣ୍ଟ କିମ୍ବା ଧ୍ରୁବକ ରାଶି କୁହାଯାଏ, କିମ୍ବା ଆମେ କନଷ୍ଟାନ୍ସ କହିପାରିବା, କିମ୍ବା ଆର ଅନ୍ୟ ଗୋଟେ ନାମ ବି ଅଛି, ଯେମିତିକି ଇଂରାଜୀରେ କୁହାଯାଏ ୱାଇ ଇଣ୍ଟରସେପ୍ଟ ଅର୍ ଓଡ଼ିଆରେ ଲେଖିଲେ ଆମେ ଲେଖିବା ୱାଇ ଛେଦାଂଶ। ଏପରି କାହିଁକି କୁହାଯାଏ ଆମେ ଏବେ ପଢ଼ିବା କିଛି ମୁହୂର୍ତ୍ତ ପରେ, ମାନେ ଏଇ ଷ୍ଟେପ୍ରୁ ଟିକେ ଆଗକୁ ଗଲେ ଆମେ ପଢ଼ିବା ଯେ ୱାଇ ଛେଦାଂଶ କିମ୍ବା ୱାଇ ଇଣ୍ଟରସେପ୍ଟ କ'ଣ ପାଇଁ କୁହାଯାଏ।
ତ ଆମେ ୱାନ୍ ଡାଇମେନ୍ସନ୍ ବି ପଢ଼ିଥିଲେ ସେଠାରେ ଏକ କଣ୍ଡିସନ୍ ଥିଲା ଯେ ଏ 0 ହୋଇନଥିବା ଦରକାର। କାରଣ ଏ 0 ହେଇଗଲେ କ'ଣ ହବ ନା ଆମର ପ୍ରପର୍ x ହିଁ ତ ଯୋଉଟା ଆମର ଆବଶ୍ୟକ ଅଛି x ସେ ହିଁ ତ ଓମିଟ୍ ହେଇଯିବ କିମ୍ବା ସେ ହିଁ ତ ମାନେ ଭ୍ୟାନିଶ୍ ହେଇଯିବ କିମ୍ବା ଉଭାନ ହେଇଯିବ। ତ ଆମର ଇକ୍ୱେସନ୍‌ର କିଛି ମିନିଂ ହିଁ ରହିବନି, ତାର କିଛି ମାନେ ହିଁ ରହିବ ନାହିଁ। ତ ଆମେ କ'ଣ କରିବା ନା xକୁ ସବୁବେଳେ ରଖିବା ପାଇଁ ୱାନ୍ ଡାଇମେନ୍ସନ୍ ଆମେ aକୁ 0 ହେବାକୁ ଦେଉନଥିଲେ। ତ ଏଠି ସେମିତି କ'ଣ କରାଯିବ ନା ଆମେ ଦେଖିବା ଯେ ଆମ ପାଖରେ ନା ଦୁଇଟା ଅଛି, x ଅଛି, y ଅଛି। ତ ଆମ ପାଖରେ ଏକ ସରଳରେଖା ପାଇଁ କ'ଣ ଦରକାର ନା ଯେକୌଣସି ଗୋଟେ ଭେରିଏବଲ୍ ଏକ୍ଜିଷ୍ଟ କରିଥିବ, ଆଇଦର୍ x ରହିଥିବ ନହେଲେ y ରହିଥିବ। ଦୁଇଟା ରହିବ ତ ପ୍ରାୟ ଟାଇମ୍ ତ ଦୁଇଟା ହିଁ ରହିବ। ବଟ୍ ଆମେ ସବୁବେଳେ ଟ୍ରାଏ କରିବା ଯେ ଦୁଇଟାଯାକ ଯେତେବେଳେ ଏକା ସାଙ୍ଗରେ 0 ହେଇଯିବନି, ମାନେ ଏଇଟା ବି 0 ହେଇଯିବନି, ଏଇଟା ବି 0 ହେଇଯିବନି। ଏଇଟା 0 ହେଇଗଲେ କ'ଣ ହେଇଯିବ ନା ମୁଁ ଯଦି ଗୋଟେ ଏକ୍ଜାମ୍ପଲ୍ କହିବି, ଗୋଟେ ସରଳରେଖା ଅଛି 2x ପ୍ଲସ୍ 5y -6 ଇକ୍ୱାଲ୍ ଟୁ 0 ଏହା ସରଳରେଖାର ଇକ୍ୱେସନ୍। ଠିକ୍ ଅଛି। ବଟ୍ ମୁଁ ଯଦି କହିବି ଏହି ଇକ୍ୱେସନ୍‌ରେ 2 ଜାଗାରେ ଏଇଟା 0 ଥାନ୍ତା ଆଉ 5 ଜାଗାରେ ବି ଏଇଟା 0 ଥାନ୍ତା। ତ ଏଇଟା କ'ଣ ହେଇଥାନ୍ତା 0x 0y -6 ଇକ୍ୱାଲ୍ ଟୁ 0। 0 ସହିତ x ଇଣ୍ଟୁ ଏ 0 ହେଇଯାଇଥାନ୍ତା, ପ୍ଲସ୍ 0 ସହିତ y ଇଣ୍ଟୁ ଏ 0 ହେଇଯାଇଥାନ୍ତା, -6 ଇକ୍ୱାଲ୍ ଟୁ 0। ଫାଇନାଲି ଆମର କ'ଣ ଆସିଥାନ୍ତା -6 ଇକ୍ୱାଲ୍ ଟୁ 0। ଏଇଟା ତ ମାନେ କିଛି ଏକ୍ସପ୍ରେସନ୍ ହିଁ ନୁହଁ କିମ୍ବା ଇମ୍ପସିବଲ୍ ନା, -6 ତ 0 ସହିତ ସମାନ ହେଇପାରିବନି ନା। ତ ସେଥିପାଇଁ ଆମେ କ'ଣ କରିବା ନା ସବୁବେଳେ ଟ୍ରାଏ କରିବା ଯେ x ଆଉ y ଏକା ସାଙ୍ଗରେ 0 ହେବେନି। ଏକା ସାଙ୍ଗରେ 0 ହେଲେ କ'ଣ ପ୍ରୋବ୍ଲେମ୍ ହେବ ନା ଆମେ ଏକ ମାନେ ଇମ୍ପସିବଲ୍ ଆଉଟକମ୍‌କୁ ଆମେ ପହଞ୍ଚିବା, ମାନେ ଫାଇନାଲ୍ ଆମର ଯେଉଁ ଆଉଟପୁଟ୍‌ଟା ବାହାରିବ ଇମ୍ପସିବଲ୍ ଟାଇପ୍‌ର। ତ ସେଥିପାଇଁ ଆମେ ଏଠି କଣ୍ଡିସନ୍ ହେଉଛି ଯେ ଏମିତି କଣ୍ଡିସନ୍ ଲେଖିବି, କଣ୍ଡିସନ୍ ହେଉଛି a and b cannot be 0 simultaneously। ତା ଅର୍ଥ କ'ଣ? ଆମେ ଯାହା ଏଠି ବୁଝିଲେ ଯେ a ଓ b ଏକା ସାଙ୍ଗରେ 0 ହୋଇପାରିବନି। ଠିକ୍ ଅଛି। ଏକା ସାଙ୍ଗରେ ନଟ୍ ଇକ୍ୱାଲ୍ ଟୁ 0, ମାନେ ଏକା ସାଙ୍ଗରେ ସେମାନେ 0 ହେଇପାରିବେନି। ତ ଏଇଟା ତ ମୁଁ ବାସ୍ ଗୋଟେ ଲାଇନ୍‌ରେ ଲେଖିଦେଲି। ତ ଏଇଟାକୁ ଆମେ ମ୍ୟାଥମେଟିକାଲ୍ ଏକ୍ସପ୍ରେସନ୍‌ରେ କେମିତି ବୁଝିବା ନା a ସ୍କୋୟାର୍ ପ୍ଲସ୍ b ସ୍କୋୟାର୍ ନଟ୍ ଇକ୍ୱାଲ୍ ଟୁ 0। ବିକଜ୍ ଏଠି ଆମେ ଯଦି ଇକ୍ୱେସନ୍‌କୁ ଦେଖିବା ଆମେ ଏଥିରୁ ସ୍ପଷ୍ଟ ଭାବେ ଜାଣିପାରୁଛେ। ଦେଖ a ସ୍କୋୟାର୍ ମାନେ କ'ଣ? ଇଏ ଗୋଟେ ପଜିଟିଭ୍ ନମ୍ବର ହିଁ ହେଇଥିବ। ତାମାନେ ଯେକୌଣସି ନମ୍ବରର ସ୍କୋୟାର୍, ମାନେ ପଜିଟିଭ୍ ନମ୍ବରର ସ୍କୋୟାର୍ ବି ପଜିଟିଭ୍, ନେଗେଟିଭ୍ ନମ୍ବରର ସ୍କୋୟାର୍ ବି ପଜିଟିଭ୍। a ସ୍କୋୟାର୍ କମ୍ପ୍ଲିଟ୍ ଟର୍ମଟା ଏଇଟା ସବୁବେଳେ ପଜିଟିଭ୍ ହିଁ ହେଇଥିବ ଆଉ b ସ୍କୋୟାର୍ ବି ସବୁବେଳେ ପଜିଟିଭ୍ ହେଇଥିବ, କାରଣ ଦୁଇଟା ସ୍କୋୟାର୍‌ରେ ଅଛନ୍ତି। ତ ଦୁଇଟା ପଜିଟିଭ୍ ପ୍ଲସ୍ ପଜିଟିଭ୍, ମାନେ ପଜିଟିଭ୍ ସହିତ ପଜିଟିଭ୍ ମିଶିଲେ ସବୁବେଳେ ଗୋଟେ ପଜିଟିଭ୍ ନମ୍ବର ହିଁ ଦେବ ନା। ଠିକ୍ ଅଛି, ସବୁବେଳେ ପଜିଟିଭ୍ ଦେବ ନା, ମାନେ ପଜିଟିଭ୍ ପ୍ଲସ୍ ପଜିଟିଭ୍ ସବୁବେଳେ ପଜିଟିଭ୍। ତ ଯେକୌଣସି ଦୁଇଟା ପଜିଟିଭ୍ ସଂଖ୍ୟା ମିଶା ସବୁବେଳେ ପଜିଟିଭ୍ ହେଇଯିବ ନା। 0 କେତେବେଳେ ହିଁ ହେବ, ମାନେ ଦୁଇଟା ପଜିଟିଭ୍ ସଂଖ୍ୟା 0 କେତେବେଳେ ହିଁ ହେବ ଆମେ ଯେତେବେଳେ ଏଇଟାକୁ ବି 0 ନେବା, ଏଇଟାକୁ ବି 0 ନେବା। ଠିକ୍ ଅଛି ନା? ତା ମାନେ ହେଉଛି ଯେ ଇଏ 0 ଏଇ ଯେଉଁ ଏକ୍ସପ୍ରେସନ୍‌ଟା ମୁଁ ଲେଖିଛି ଏଇଟା 0 କେତେବେଳେ ହେବ ନା ଏଇଟା ବି ଯେତେବେଳେ 0 ହେଇଥିବ, ଏଇଟା ବି ଯେତେବେଳେ 0 ହେଇଥିବ। ତ ଆମର କଣ୍ଡିସନ୍ ସେଥିପାଇଁ ଆମେ କହୁଛେ ଯେ ଏଇ ଦୁଇଟାକ ଏକାବେଳେ 0 ହେଇନଥିବ। ତା ମାନେ ହେଉଛି ଯେଉଁ a ଆଉ b କ୍ୟାନ୍ ନଟ୍ ବି ସାଇମଲ୍ଟେନିୟସ୍‌ଲି 0 ଅର୍ ଏକା ସାଙ୍ଗରେ 0 ହେଇପାରିବନି। ତାର ଏକ୍ସପ୍ରେସନ୍ ହେଉଛି a ସ୍କୋୟାର୍ ପ୍ଲସ୍ b ସ୍କୋୟାର୍ ନଟ୍ ଇକ୍ୱାଲ୍ ଟୁ 0। ଠିକ୍ ଅଛି। ତ ଏଇଟା ହେଇଗଲା ଆମର କମ୍ପ୍ଲିଟ୍ ସରଳ ରେଖା, ଏକ ସରଳ ରେଖାର ଇକ୍ୱେସନ୍ ଯେଉଁଟାକୁ ଆମେ ଏଠି ପଢ଼ିଲେ। ତ ଆମେ ଏପର୍ଯ୍ୟନ୍ତ ଯେତିକି ପଢ଼ିଲେ ତୁମେମାନେ ନୋଟ୍ କରିଦିଅ। ଯଦି କିଛି ଡାଉଟ୍ ବି ଅଛି କି କିଛି ବୁଝିପାରିଲନି ତ ଭିଡ଼ିଓକୁ ବ୍ୟାକ୍‌ରେ ଯାଇକରି ପୁଣି ଥରେ ରିଭାଇଜ୍ କର, ପୁଣି ଥରେ ଦେଖି ବୁଝିବାକୁ ଟ୍ରାଏ କର। ଯଦି ତଥାପି କିଛି ଡାଉଟ୍ ରହୁଛି ତ ମୋତେ ଜଣାଅ କମେଣ୍ଟ ସେକ୍ସନ୍‌ରେ। और ମୁଁ ଟେଲିଗ୍ରାମ ଲିଙ୍କ୍ ଦେଇ ଦେଇଥିବି, ସେଠାରେ ତୁମ ଡାଉଟ୍‌କୁ ଛାଡ଼ିପାରିବ, ଯେଉଁଠିକି ମୁଁ ଦେଖିକି ତୁମ ଡାଉଟ୍ ସଲ୍ଭ କରିବି। और ଆମେ ଲାଇଭ୍ କ୍ଲାସେସ୍ ନେବା ଯେଉଁଠି ଆମେ କୋଶ୍ଚିନ୍ ସଲ୍ଭ କରିବା କିମ୍ବା ଆମ ଡାଉଟ୍ କ୍ଲିୟର୍ କରିପାରିବି ତୁମର। ତ ଏଇଟା ତ ଆମେ ଜାଣିଗଲେ ଏବେ ସରଳରେଖା କାହା କୁହାଯାଏ। ତ ଏତିକି ଆମର ଏଇନା ହେଇଗଲା ଇଣ୍ଟ୍ରୋଡକ୍ସନ୍ ପାର୍ଟ। ଆମେ ସରଳରେଖା କ'ଣ, କେମିତି, ତା ଇକ୍ୱେସନ୍ କେମିତି ଲେଖିବା, ତା ଟର୍ମ କ'ଣ ଆଉ ତା କଣ୍ଡିସନ୍ କ'ଣ ସବୁ ଆମେ ଜାଣିଲେ। ଆଉ କେମିତି ତାର ନାମକରଣ କରୁ ସେଗୁଡ଼ା ଆମେ ଟିକେ ମାନେ ଜାଣିଯିବା, ଯେଉଁଟାକି ଆମେ କୋଶ୍ଚିନ୍ ସଲ୍ଭ କଲାବେଳେ ବେସିକ୍ ନଲେଜ୍ ଥିବା ଦରକାର। ଯେମିତିକି ଇଏ ହେଉଛି ଆମର ଏକ ସରଳ ରେଖା। ଠିକ୍ ଅଛି, ସରଳ ରେଖା। ଆର ଇକ୍ୱେସନ୍ କ'ଣ ହେଇଥିବ? ax ପ୍ଲସ୍ by ପ୍ଲସ୍ c ଇକ୍ୱାଲ୍ ଟୁ 0। ଏ ସରଳ ରେଖାର ଇକ୍ୱେସନ୍ ଏଇଆ ହେଇଥିବ। ଏ ସରଳ ରେଖା ନା ଆମେ ଗୋଟେ ନାଁ ଦେବା, ଯେମିତିକି ଆମେ ଏକ୍ସ ଆକ୍ସିସ୍‌କୁ x ନାଁ ଦେଉଛେ,
କିମ୍ବା ଏକ୍ସ ଡ୍ୟାସ୍ ନାମ ଦେଉଛେ, ୱାଇ ଆକ୍ସିସ୍କୁ ୱାଇ କହୁଛେ। ଏମିତି ସରଳରେଖା ଯେହେତୁ ଏକ ଲାଇନ୍, ମାନେ ସରଳରେଖାକୁ ଇଂରାଜୀରେ ଲାଇନ୍ କୁହାଯାଏ। ତ ସେଥିପାଇଁ ଆମକୁ ଜାଣିବା ପାଇଁ ଏଲ୍ ଦ୍ୱାରା ଡିନୋଟ୍ କରୁଛି। ଠିକ୍ ଅଛି, ମାନେ ସରଳରେଖାର ନାଁ ହେଉଛି ଏଲ୍ ଆଉ ତାର ଇକ୍ୱେସନ୍ ହେଉଛି ଏ ଏକ୍ସ ପ୍ଲସ୍ ବି ୱାଇ ପ୍ଲସ୍ ସି ଇକ୍ୱାଲ୍ ଟୁ 0। ତ ଏଇଟାକୁ ମୁଁ ଏକ୍ସପ୍ରେସନ୍ରେ କେମିତି ଲେଖିବି ନା, ଏଲ୍ ନାମର ଗୋଟେ ସରଳରେଖା ଅଛି ଯାହାର ଇକ୍ୱେସନ୍ ହେଉଛି ଏ ଏକ୍ସ ପ୍ଲସ୍ ବି ୱାଇ ପ୍ଲସ୍ ସି ଇକ୍ୱାଲ୍ ଟୁ 0। ଠିକ୍ ଅଛି, ଏଇଟା ହେଇଗଲା ଆମର ସରଳରେଖାର ପ୍ରପର୍ ନେମିଂ ଆଉ ତା ଏକ୍ସପ୍ରେସନ୍। ଠିକ୍ ଅଛି, ଯଦି ମୁଁ କହିବି ଦୁଇଟା ସରଳରେଖା ଅଛି, ଠିକ୍ ଅଛି, ଗୋଟେ ସରଳରେଖା ଅଛି, ଏଇଭଳି ଆଉ ଗୋଟେ ମଧ୍ୟ ସରଳରେଖା ଆମ ପାଖରେ ଅଛି। ଠିକ୍ ଅଛି, ତ ମୁଁ ଦୁଇଟା ଏବେ କ'ଣ କରିବା, ଯେହେତୁ ଆମର ଦୁଇଟା ସରଳରେଖା ଅଛି, ମୁଁ ତ ଏଇଟାକୁ ନାଁ ଦେଇଦେଉଛି L1, ଏଇଟାକୁ ନାଁ ଦେଇଦେଉଛି L2। ଠିକ୍ ଅଛି, ମାନେ ଲାଇନ୍ 1 ଲାଇନ୍ 2 କିମ୍ବା ଫାର୍ଷ୍ଟ ଲାଇନ୍ ସେକେଣ୍ଡ ଲାଇନ୍। ତ ମୁଁ L1ର ଇକ୍ୱେସନ୍ କେମିତି ଲେଖିବି ନା, ସେଇଭଳିଆ ହିଁ ଏ ଏକ୍ସ ପ୍ଲସ୍ ବି ୱାଇ ପ୍ଲସ୍ ସି ଇକ୍ୱାଲ୍ ଟୁ 0, ବି ୱାଇ ପ୍ଲସ୍ ସି ଇକ୍ୱାଲ୍ ଟୁ 0। ଠିକ୍ ଅଛି, L2କୁ ବି ଲେଖିପାରିବି କେମିତି ନା, ଏ ଏକ୍ସ ପ୍ଲସ୍ ବି ୱାଇ ପ୍ଲସ୍ ସି ଇକ୍ୱାଲ୍ ଟୁ 0। ବଟ୍ ଏଠି କ'ଣ ହେଉଛି ନା, ଆମେ ଦେଖୁଛେ ଏ ଏକ୍ସ ବି ୱାଇ ସି ମାନେ ଦୁଇଟା ତ ସମାନ ହେଇଯାଉଛି ନା, ମାନେ କିନ୍ତୁ ଆମେ ଏଠି ଦେଖୁଛେ L1 ତ ଗୋଟେ ସରଳରେଖା, L2 ତ ଗୋଟେ ସରଳରେଖା। ତ ଏ ଦୁଇଟାକୁ ଭିନ୍ନ ଭାବରେ ଏକ୍ସପ୍ରେସ୍ କରିବା ପାଇଁ ମାନେ ଆମେ କେମିତି ଜଣେଇବା ଯେ ଏ ଦୁଇଟା ହେଉଛି L1 ହେଉଛି ଗୋଟିଏ ସରଳରେଖା, L2 ହେଉଛି ଆଉ ଗୋଟେ ସରଳରେଖା। ଆଉ ତା ଇକ୍ୱେସନ୍ ବି କେମିତି ଲେଖିବା, L1 ଆମେ ଯେତେବେଳେ ଦେଖିବା, ସେତେବେଳେ ଆମେ ଏ ଜାଗାରେ A1x କରିଦେବା, ତାକୁ ଏ ତଳକୁ ଟିକେ ନେବୁ, A1 ଲେଖିବା, ସେଟା କୁହାଯାଏ ବେସ୍, ଏ ବେସ୍ 1, ସେମିତି ବି ବେସ୍ 1, ସି ବେସ୍ 1, ସେମିତି L2 ପାଇଁ ଏ ବେସ୍ 2, ବି ବେସ୍ 2 ଆଉ ସି ବେସ୍ 2। ତ ଆମର ଏବେ ଇକ୍ୱେସନ୍ କ'ଣ ହେଇଗଲା ନା, L1 ସରଳରେଖାର ଇକ୍ୱେସନ୍ ହେଉଛି A1x ପ୍ଲସ୍ B1y ପ୍ଲସ୍ C1 ଇକ୍ୱାଲ୍ ଟୁ 0। ଠିକ୍ ଅଛି, ମାନେ ଇଏ ଗୋଟେ ଲାଇନ୍। ଏବେ ଆମର ଆଉ ଗୋଟେ ସରଳରେଖା ଯେଉଁଟାକି ସେକେଣ୍ଡ ଲାଇନ୍ L2, ତାକୁ ଆମେ ଡିନୋଟ୍ କରିପାରିବା A2x ପ୍ଲସ୍ B2y ପ୍ଲସ୍ C2 ଇକ୍ୱାଲ୍ ଟୁ 0। ତ ଏପର୍ଯ୍ୟନ୍ତ ଆମେ ଜାଣିଗଲେ ସରଳରେଖାର ଇକ୍ୱେସନ୍ କ'ଣ, ତାକୁ ଆମେ ଡିନୋଟ୍ କେମିତି କରିବା, ଆଉ ସରଳରେଖା ମାନେ କ'ଣ, 1D କ'ଣ 2D କ'ଣ, ଆମେ ଯାହା ବି ଏଇଠି ପଢ଼ିଲେ ସବୁ। ତାର ତ ସ୍କ୍ରିନସଟ୍ କିମ୍ବା ଏ ନୋଟ୍କୁ ମୁଁ ପଠାଇଦେବି ଟେଲିଗ୍ରାମ ଗ୍ରୁପ୍ରେ, କିମ୍ବା ତଳେ ଭିଡ଼ିଓରେ ଡିସ୍କ୍ରିପ୍ସନ୍ରେ ଲିଙ୍କ୍ ବି ଦେଇଦେବି ଏ ସବୁ ଚିତ୍ର କିମ୍ବା ଯାହା ମୁଁ ପଢ଼ିଛି। ତମେମାନେ ବି ଗୋଟେ କାମ କର ନା, ସବୁବେଳେ ଯେତେବେଳେ ବି ପଢ଼ୁଛ, ସବୁବେଳେ ମୁଁ ତ କହିଲି, ମୁଁ ତୁମକୁ ବୁଝେଇଲି, ତୁମେ ବୁଝିଗଲ, ସବୁବେଳେ ନା ନିଜ ପାଖରେ ଖାତା ରଖିବ, ପେନ୍ ରଖିବ, ଫାଷ୍ଟ ଯାହା କହୁଛି ବୁଝିଗଲ, ତାପରେ ଭିଡ଼ିଓକୁ ପଜ୍ ମାରିବ, ଯାହା ଯାହା ନୋଟ୍ସ କଲି, ଯାହା ଯାହା ତୁମେ ବୁଝିଲ, ଯେଉଁଟା ତୁମକୁ ଇମ୍ପୋର୍ଟାଣ୍ଟ ନୋଟ୍ସ ଲାଗୁଛି, ସବୁକୁ ନିଜ ହାତରେ ଲେଖିବ। କେବେ ଟ୍ରାଏ କରିବନି ଯେ ମୋ ଫୋନ୍ରେ ଫଟୋ ଉଠାଇ ରଖିଦେଲି କି ଗୋଟେ ଡିଜିଟାଲି କିଛି ଫର୍ମରେ ରଖିଦେଲି, ସେଇଟାକୁ ପଢ଼ିଦେବି। କିଛି ଅସୁବିଧା ନାହିଁ, ପଢ଼ିପାରିବ, ବଟ୍ ହ୍ୟାଣ୍ଡ ରିଟେନ୍ରେ କିମ୍ବା ଲେଖିକି ପ୍ରାକ୍ଟିସ୍ କଲେ ନା, ତୁମ ମାଇଣ୍ଡରେ ସାଇକୋଲୋଜିକାଲି ତୁମ ବ୍ରେନ୍ରେ ତା'ର ଇମେଜ୍ ରହିବ, ତୁମ ବ୍ରେନ୍ ସେଇଟାକୁ ରିପିଟେସନ୍ରେ ଏକ୍ସରସାଇଜ୍ କରିବ। ତ ତୁମ ଯେଉଁ ଯେଉଁ ସାଇକୋଲୋଜିକାଲ୍ ଫ୍ୟାକ୍ଟର ଅଛି, ଯାହା ବି ବ୍ରେନ୍ର ଇମାଜିନେସନ୍ ପାୱାର ଅଛି, ସେଇଟା ବେଶୀ ଷ୍ଟ୍ରଙ୍ଗ ହେବ। ଆଉ ସେ ଜିନିଷକୁ ଯେହେତୁ ତୁମେ ବୁଝି ବୁଝି ନିଜ ହାତରେ ନିଜ ଖାତାରେ ଲେଖିବ, ତ ସେଇଟା ତୁମ ମାଇଣ୍ଡରେ ବେଶୀ ସମୟ ରହିବ, ତୁମେ ସେଇଟାକୁ ପ୍ରପର୍ଲି ବୁଝିପାରିବ, ସେଇଟାକୁ ତୁମେ ପ୍ରପର୍ଲି ଇମାଜିନ୍ କରିପାରିବ। ତ ସବୁବେଳେ ଟ୍ରାଏ କରିବ ଯେ ମୁଁ ଯାହା ବି ପଢ଼ୁଛି ତୁମେ ପ୍ରପର୍ଲି ଫାଷ୍ଟ ଶୁଣିବ, ବୁଝିବ, ତାକୁ ପ୍ରପର୍ଲି ଯାହା ବି ବୁଝିଲ, ଯାହା ବି ଶୁଣିଲ, ଆଉ ଯାହା ବି ତୁମକୁ ଇମ୍ପୋର୍ଟାନ୍ସ ଲାଗୁଛି ନୋଟ୍ କରିବାର ଅଛି, ନିଜ ହାତରେ ଖାତାରେ ପେନ୍ରେ ଲେଖିବ। ଆଉ ଡିଜିଟାଲ୍ ରଖିପାର, ଯେମିତିକି ଫର୍ମୁଲା ଗୁଡ଼ିକୁ ରିଭାଇଜ୍ କରିବା ପାଇଁ କିମ୍ବା ନୋଟ୍ସକୁ ରିଭାଇଜ୍ କରିବା ପାଇଁ ଡିଜିଟାଲ୍ ରଖିପାରିବ, କିନ୍ତୁ ସବୁବେଳେ ଟ୍ରାଏ କରିବ, ମ୍ୟାକ୍ସିମମ୍ ଟାଇମ୍ ସବୁବେଳେ ହିଁ ଟ୍ରାଏ କରିବ ଯେମିତିକି ଖାତାରେ ତୁମର ନୋଟ୍ସ ନିଜ ହାତରେ ଲେଖିବ। ଠିକ୍ ଅଛି, ତ ଏପର୍ଯ୍ୟନ୍ତ ଆମେ ତ ପଢ଼ିଲେ ସବୁ। ଏବେ ମୁଁ ତୁମକୁ ଗୋଟେ ଟାସ୍କ ଦେଉଛି, ଯେଉଁଟାକି ତୁମେ ସେଟାକୁ ପ୍ରାକ୍ଟିସ୍ କରିବ କିମ୍ବା ଥିଙ୍କିଂ କରିବ। ଆଉ ମୁଁ ନେକ୍ସଟ କ୍ଲାସ୍ରେ ଆସିଲେ ସେ ଟାସ୍କକୁ ତୁମେ ଯେଉଁମାନେ କରିଥିବ, ସେ ଟାସ୍କକୁ ଭଲସେ ବୁଝିପାରିଥିଲେ, ନେକ୍ସଟ କ୍ଲାସ୍ରେ ସେଇଟା ତୁମକୁ ସହଜ ହେବ ବୁଝିବା ପାଇଁ ଯେ କ'ଣ ମୁଁ କହିବାକୁ ଚାହୁଁଛି କିମ୍ବା ନେକ୍ସଟ ଚାପ୍ଟର ଆମର କ'ଣ। ତ ଟାସ୍କ ତୁମମାନଙ୍କ ପାଇଁ ହେଉଛି, ଆମେ ତ ସରଳରେଖା ଜାଣିଗଲେ, ତୁମେ କ'ଣ କର, ଦୁଇଟା ପେନ୍ ନିଅ। ଠିକ୍ ଅଛି, ଯେକୌଣସି ଦୁଇଟା ପେନ୍ ନିଅ, ଆଉ ଭାବ ଦୁଇଟା ପେନ୍ ହେଉଛି ଦୁଇଟା ସରଳରେଖା। ଠିକ୍ ଅଛି, ତାପରେ ଆମେ ପଢ଼ିଲେ, ଯାହା ବି ପଢ଼ିଲେ, ଗୋଟେ ସମତଳ ଉପରେ ପଢ଼ିଲେ,
ତ ଗୋଟେ କାଗଜ ନିଅ, ମାନେ ଗୋଟେ ପ୍ଲେନ୍ କାଗଜ ନିଅ, ଠିକ୍ ଅଛି? ତାକୁ ଭୂମି ଉପରେ ରଖିଦିଅ। ସେଟା ଆମର ଗୋଟେ ସମତଳ ହେଇଗଲା, ଯୋଉଟାକି ଏକ୍ସ ୱାଇ ସମତଳ ଆମେ କହିପାରିବା। ସେ ସମତଳ ଉପରେ ଦିଟା, ମାନେ ଏକ୍ସ ୱାଇ ସମତଳ ହେଇଗଲା ଆମର ସମତଳ, ଦିଟା ପ୍ଲେନ୍ ହେଇଗଲା ଆମର ସରଳ ରେଖା। ତ ସେ ପେନ୍‌କୁ ତମେ ସେ ସମତଳ ଉପରେ କିମ୍ବା ସେ ପ୍ଲେନ୍ ପେପର୍ ଉପରେ କେତେ ପ୍ରକାରର ସଜେଇକି ରଖିପାରୁଛ। ଠିକ୍ ଅଛି? ତମ ବ୍ରେନ୍‌କୁ ଯେତେ ଟାଇପ୍‌ର, ମାନେ ସେ ପେନ୍ ଦିଟାକୁ ତମେ ଯେତେ ପ୍ରକାରର ସଜେଇକି ରଖିପାରିବ, ମାନେ ୟୁନିକ୍ ୱେରେ, ମାନେ ଦିଟା ପେନ୍‌କୁ ତମେ କେତେ ପ୍ରକାରର ସଜେଇକି ରଖିପାରୁଛ। ତ ସେମିତି ସଜେଇକି ରଖିବ। ଯେତେ ପ୍ରକାରର ରଖିପାରୁଛ, ସେତେ ପ୍ରକାର କାଉଣ୍ଟ କରିବ। ଯେ ମନେକର ଜଣେ ଗୋଟେ ପ୍ରକାର ରଖିପାରୁଛି, ମାନେ ସେ କାଉଣ୍ଟ ତାର 1 ହେଲା, କି ଜଣେ 10 ପ୍ରକାର ରଖିପାରୁଛି, ତା କାଉଣ୍ଟ ହେଲା 10। ସେଟାକୁ ମୋତେ ପ୍ରପରଲି କାଉଣ୍ଟ କରିକିରି କମେଣ୍ଟ ବକ୍ସରେ ଜଣେଇବ। ଦେନ୍ ଯେଉଁ ବି ପ୍ରକାର ରଖିଛ ତାର ଫଟୋ ଉଠେଇକି, ପ୍ରପର ଫଟୋ ଉଠେଇକି ମୋତେ ଟେଲିଗ୍ରାମରେ ପଠେଇବ। ଟେଲିଗ୍ରାମର ଲିଙ୍କ୍ ମୁଁ ଦେଇଦେବି ଡିସ୍କ୍ରିପ୍ସନରେ। ଆଉ ଯାହା ନୋଟ୍ସ ବି ଅଛି ତାର ଲିଙ୍କ୍ ବି ତୁମକୁ ଡିସ୍କ୍ରିପ୍ସନରେ ମିଳିଯିବ। ଠିକ୍ ଅଛି, ସବୁର ଡିସ୍କ୍ରିପ୍ସନରେ ମୁଁ ଲିଙ୍କ୍ ଦେଇଦେବି। ବାକି ଯାହା ତୁମକୁ ଟାସ୍କ ଦେଲେ ସେଟା ତୁମେ ପ୍ରାକ୍ଟିସ୍ କର। ଆଉ ସେଇଟା ପ୍ରାକ୍ଟିସ୍ କଲା ପରେ ଆମେ ନେକ୍ସଟ କ୍ଲାସ୍ରେ ପରବର୍ତ୍ତୀ ଟପିକ୍କୁ ଷ୍ଟାର୍ଟ କରି ଆମର ଲର୍ଣ୍ଣିଂ ଜାରି ରଖିବା। ଠିକ୍ ଅଛି, କିପ୍ ଲର୍ଣ୍ଣିଂ, କିପ୍ ଗ୍ରୋଇଂ। ବାଏ ବାଏ, ଟେକ୍ କେୟାର।